ମା ନାହିଁ ଯାହାର ସାହା ନାହିଁ ତାର। କିଏ କହିଲା ଏ କଥା? ସତରେ କ'ଣ ମା ଯାହାର ନାହିଁ ତାର ସାହା କେହି ନାହିଁ? ମା ପରା ମନ୍ଦିରର ଦେବୀଟିଏ। ମା ପରା ସରଗର ମନ୍ଦାକିନୀ ଧାରା। ମା ଶିକ୍ଷିତ ହେଉ କି ଅଶିକ୍ଷିତ, ସୁନ୍ଦର ହେଉ କି ଅସୁନ୍ଦର, ମା ସ୍ନେହମୟୀ, ହାସ୍ୟମୟୀ, ଲାସ୍ୟମୟୀ। ମା ସୌନ୍ଦର୍ଯ୍ୟର ତୁଳନା ନାହିଁ। ମୋ ମା ଦେଖିବାକୁ କଳା, ପାଠ ବି ପଢ଼େନି, ହେଲେ ସତ କହିବି ତାର ସେ ଝାଳୁଆ ପଣତର ବାସ୍ନା, ଆଉ ତା ଅସନା ହାତର ଆଳୁ ଚକଟା, ଆଉ ତା ଛାତି ତଳର ଉଷମ ମାଦକତା ମୋତେ ଉନ୍ମାଦିନୀ ସଜାଏ। ଭିଜିଯାଏ ଆଖି, ଶୁଭିଯାଏ ତାର ହାତର ଡାକ, ଦିଶିଯାଏ ତା ନିରିମାଖି ମୁହଁ, ଆଉ ସେତେବେଳେ ମୋ ନିଶ୍ୱାସଟା ବି ବେଶ ପ୍ରଖର ହେଇଯାଏ। ଇଚ୍ଛା ହୁଏ ସବୁ ବନ୍ଧନ ଛିଣ୍ଡାଇ ଦୌଡ଼ି ଯାଆନ୍ତି ସେଇ ମାଆର କୋଳକୁ, ଶୋଇପଡ଼ନ୍ତି ଟିକିଏ ନିଦରେ, ସାଉଁଳି ଦିଅନ୍ତା ମୁଣ୍ଡ, କପାଳରେ ଥୋଇ ଦିଅନ୍ତା ବୁକ, ଗାଇ ପକାନ୍ତା ଅନାବନା ତା ବେସୁରା କଣ୍ଠରେ, ଧୋରେ ବାଇଆ ଧୋ, ଯେଉଁ କିଆରୀରେ ଗହଳ ମାଣ୍ଡିଆ ସେଇ କିଆରୀରେ ଶୋ। ଆପଣମାନେ ବି ଚାଲନ୍ତୁ ନା ସେ ମାଆର କୋଳକୁ। ସେ ମା ଆଉ କେହି ନୁହନ୍ତି, ଆମ ସାବତ ମା, ଯାହା ସୃଜନ ସମ୍ଭାର ନେଇ ଆସିଛି ଖାସ୍ ଆପଣମାନଙ୍କ ପାଇଁ। ଦଶଖଣ୍ଡି ଗାଁରେ ୟାଙ୍କର ନାଁ ଡାକ। ୟାଙ୍କ ନାଁ ଶୁଣିଲେ ଗର୍ଭଣୀ ଗାଇ ବାଟ ଛାଡ଼ିଦିଏ। ଆଉ ମୁଁ ଯେତେବେଳେ +2 ପଢ଼ୁଥାଏ ସେତେବେଳେ ତାଙ୍କର ବାହାଘର ହୋଇଥିଲା ସାହୁଘର ମାଳଅପା ସାଥିରେ। +2 ଦ୍ୱିତୀୟ ବର୍ଷ ବେଳକୁ ମାଳଅପା କୋଳରେ ପୁଅଟିଏ। ସମସ୍ତେ ତାକୁ ଥଟ୍ଟା ପରିହାସ କରିଥିଲେ ଏତେ ଶୀଘ୍ର ସେ ପୁଅର ମା ହେଲା ବୋଲି। ମୋ ବୋଉ ମାଳଅପାକୁ ଭାରି ତାରିଫ କରିଥିଲା। ଏତେ ସହଳ ଯେଉଁ ଝିଅର ଭାଗ୍ୟ ଖୋଲେ ସିଏ ତ ସାକ୍ଷାତ ସୌଭାଗ୍ୟ ଲକ୍ଷ୍ମୀ। ମାଳଅପାଠି ତାର ଭାରି ଆଦର ବୋଲି ବୋଉ ଅପାକୁ ଆମ ଘରକୁ ଡାକିଥିଲା। ତା ପୁଅଟା ଭାରି ଗୋଲଗାଲିଆ ହେଇଥିଲା। ମୁଁ ତାକୁ କୋଳକୁ ନେଇ ଗେଲ କରି ପକାଇଲି। ପାଖରେ ବସାଇ କଙ୍କି ଦେଖାଇ ଗିନାରେ କ୍ଷୀର ପିଆଇଲି। ତା କଅଁଳ ତାଳୁ ଉପରେ ସୋରିଷ ତେଲ ପକାଇବାକୁ ବୋଉ କହିଲାରୁ ମୁଁ ସେତିକି କରୁ କରୁ ଆହୁରି ମନକୁ ମନ କେତେ କ'ଣ ସଜ କରି ପକାଇ ମାଳଅପା କୋଳରେ ତା ପୁଅକୁ ନଅତ କରି ବସାଇ ଦେଇ କହିଲି, ଦେଖିଲୁ ଅପା, ଏ ତୋ ପୁଅ ନା ଆଉ କାହା ପୁଅ? ମାଳଅପା ତା ପୁଅକୁ କ୍ଷୀର ଦେଉ ଦେଉ କହିଲା, ହଇଲୋ, ଏ ପୁଅଟା ମୋରି ନୁହଁ, ତୋରି ପୁଅ। ଭାରି ଲାଜ ଲାଗିଲା, ଆଉ ରାଗ ଲାଗିଲାରୁ କହିଲି, ଦେଖ ଅପା, ଆକାଶ କଇଁଆ ଚିଲିକା ମାଛ, ମୋର ବାହା ହବାର ନାହିଁ କି ତୋ ପରି କାହା ପୁଅର ମା ହବାର ବି ନାହିଁ। ମାଳଅପା ଭାରି ଗପୁଡ଼ି, ସେ କ'ଣ ସହଜରେ ଛାଡ଼େ ମୋତେ? ମୋ ବେଣୀକି ଧରି କହିଲା, କିଲୋ, ତୋ ଭାଇନା କେଉଁ ଗୁଣରେ କମ୍ କି? ରୂପରେ କନ୍ଦର୍ପ, ଧନରେ କୁବେର। ତୁ ଚାହିଁଲେ ମୋ ପୁଅର ସାବତ ମା ହେଇପାରିବୁ, ସତସତିକା ମା ନହେଲା ନାହିଁ। ମାଳଅପା କଥାରେ ବୋଉ, ଖୁଡ଼ୀ, ଜେଜି ସମସ୍ତେ ହୋ ହୋ ହୋଇ ହସି ଉଠିଲେ। ମୁଁ ରାଗରେ ଲାଲ ହୋଇ କହିଲି, ମା ନ ହେବି ନାହିଁ, କିନ୍ତୁ ସାବତ ମା ହେବିନି କାହାର। ସମସ୍ତେ ଆହୁରି ହସୁଥାନ୍ତି। ମୁଁ ରାଗରେ ଚୁପଚାପ ଘରକୁ ପଶି ଆସିଲି। ମାଳଅପା ଚାଲିଗଲା ପରେ ବୋଉ ଆସି ମୋତେ ଢେର ବୁଝାଇଲା। ମୋର ସେଇ ଗୋଟିଏ କଥା, କାହିଁକି ମୋତେ ସେ ସାବତ ମା କହିଲା ନା? ଗେହ୍ଲରେ କ'ଣ ଆଉ କିଛି ଶବ୍ଦ ମିଳିଲାନି ତାକୁ? ମୁଁ ସାବତ ମା ହେବି କି? କାହିଁକି? ମୋତେ କ'ଣ କେହି ବାହା ହେବେନି କି? ଭାରି ଜିଦକର ବୋଲି ବୋଉ ଏ କଥାର ଅଯଥା ମୁଣ୍ଡ ପୁରାଇଲା ନାହିଁ। ଖାଲି ସୁଖରେ ସୁଖରେ ସବୁଦିନ ରାତି ବିତେନି, ଦୁଃଖ ସବୁକୁ ନେଇ ଜୀବନ ପ୍ରବାହିତ ହୁଏ। ଏ ମଧ୍ୟରେ ମାଳଅପା ସହ ସାକ୍ଷାତ 3 ବର୍ଷ ବିତିଯାଇଛି। କେବେ ବି ଇଚ୍ଛା କରି ସେ କଥା ମୋ ମନକୁ ଆଣିନି। ପ୍ରକୃତରେ କ'ଣ ସେ ଗେହ୍ଲର ଟିକେ ଭଉଣୀ ହିସାବରେ କହିଦେଇଥିଲେ ବି ମୁଁ ଯଦିଓ ରାଗି ଯାଇଥିଲି, ସେ କିନ୍ତୁ ବୁଝିପାରି ନଥିଲା। ପକ୍କା ଆଳିଟେ ବି ଥିଲା ମାଳଅପାଟା। ମାଳଅପାର ସାନ ଭାଇ ରବି ଭାଇଙ୍କ ବାହାଘରକୁ ମୁଁ, ମାନସୀ, ଅର୍ପିତା, କାଞ୍ଚନ ଉପହାର ନେଇ ଯାଇଥିଲୁ। ସେଇଠି ମାଳଅପାକୁ ନ ଦେଖି ରବି ଭାଇଙ୍କୁ ପଚାରିଲି, ମାଳଅପା କ'ଣ ଆସିନି କି? ରବି ଭାଇ ତଳକୁ ମୁହଁ ପୋତି ନୀରବରେ ଠିଆ ହୋଇ ରହିଲେ। ଆଉ ସବୁ ସାଙ୍ଗ ଝିଅ ପୁଣି ସେଇ ଗୋଟିଏ କଥା ପଚାରିଲାରୁ ସେ ଲୁହ ଛଳ ଛଳ ଆଖିରେ କହିଲେ, ସିନୁ, ତୁ କ'ଣ ଜାଣିନୁ ଏ କଥା? ଅପା ପରା ବର୍ଷେ ହେଲା କ୍ୟାନ୍ସରରେ ଚାଲିଗଲାଣି। ମୋ ଓଠରୁ ବାହାରି ପଡ଼ିଲା, ତାର ସେ କୁନି ଛୁଆଟା କେଉଁଠି? ସେ ତା ପିଉସୀ ପାଖରେ। ବିଚାରୀ ତା ପିଉସୀ ଭାରି ହଇରାଣ ହେଉଛନ୍ତି। ତାଙ୍କ ନିଜର ମଧ୍ୟ ପୁଅଟେ ମାଳଅପା ପୁଅ ବୟସର ଅଛି। ମୋ ଆଖିର ନାଚିଗଲା ମାଳଅପା ପୁଅର ଗୁଲଗାଲିଆ ଚେହେରା। ଆଖିରେ ଲୁହ ଆସିଗଲା। ତାର କ'ଣ ସେ ଆଗ ଚେହେରା ଆଉ ଥିବ? ମୁଁ କିଛି ସମୟ ପରେ ପଚାରିଲି, ରବି ଭାଇ, ମାଳଅପା ବରକୁ ଆଉଥରେ ବାହା ହେବାକୁ କୁହ। ଅନ୍ତତଃ ମାଳଅପାର ପୁଅଟା ତ ମଣିଷ ହେଇଯିବ। ରବି ଭାଇ ଦୀର୍ଘଶ୍ୱାସ ପକାଇ କହିଲେ, ସିନୁ, ସେଇ କଥା ତ ଭାଇନାକୁ ଅନେକ ଆମେ ବୁଝେଇ ସାରିଲୁଣି। ସେ କହୁଛନ୍ତି ଆଜିକାଲିକା ଝିଅ ଯେମିତି ସେମାନେ କେବଳ ନିଜର ସୁଖ ସଂସାରକୁ ଚାହିଁବେ, ତାଙ୍କ ପୁଅକୁ କିଏ ପଚାରିବ? ମିଛ କଥା ରବି ଭାଇ, ସବୁ ଝିଅ ସେମିତି ନୁହନ୍ତି। ମୁଁ ସିଧା ସିଧା କହିଦେଲି। ରବି ଭାଇ ମୋତେ କହିଲା, ସିନୁରେ, ଗୋଟେ କାମ କରିବୁ। କି କାମ ରବି ଭାଇ? ତୁ ଟିକେ ଭାଇନାଙ୍କୁ ସେଇ କଥା ବୁଝାଇ ଦିଅନ୍ତୁନି। ମୁଁ ହସି ହସି କହିଲି, ଠିକ୍ ଅଛି, ଏଇ ସାମାନ୍ୟ କଥା ପାଇଁ ତମେ ଏତେ ବ୍ୟସ୍ତ ହେଉଛ।
ମାଳଅପା ପୁଅର ଦାୟିତ୍ୱ ମୋ ଉପରେ ଛାଡ଼ିଦିଅ। ରବି ଭାଇ ବିଶ୍ୱାସ କରିପାରିଲେ ନାହିଁ। କ'ଣ କହୁଛୁ ତୁ ସିନୁ? ତୁ ଆଉ ଥରେ ଚିନ୍ତା କରି ଦେଖ। ତୋର ଗୋଟେ ଭବିଷ୍ୟତ ଅଛି, ଘରର ଇଜ୍ଜତ ଅଛି, ସମ୍ମାନ ଅଛି। ବରଂ ଆମେ କେଉଁଠି ଗରିବ ଝିଅଟେ ଦେଖି ଭାଇନାଙ୍କୁ ରାଜି କରାଇବା। ତା ବୋଲି ତୁ ଥାଉ ରବି ଭାଇ। ଗରିବ ଝିଅଟା ଯଦି ମାଳଅପା ପୁଅକୁ ମଣିଷ କରିପାରିବ, ଧନୀ ଝିଅଟାର ଅଭାବ ତ କିଛି ନାହିଁ। ସେ ପାରିବନି କାହିଁକି? ମୁଁ ଠିକ୍ ପାରିବି। ତମେ କଥାବାର୍ତ୍ତା କର। ଯଦି ଭାଇନା ରାଜି ନ ହେବେ, ମୁଁ ନିଜେ ତାଙ୍କୁ ବୁଝାଇବି। ଭାଇନା ସବୁ କଥା ଶୁଣିସାରିଥିଲେ। ଆମ କଥାବାର୍ତ୍ତା ଭିତରେ ଅରାଜି ହେବାର ପ୍ରଶ୍ନ ନଥିଲା। ସେଇଠି ସ୍ୱାମୀଙ୍କ ଉପସ୍ଥିତିରେ ମାଳଅପାର ବର ମୋ ହାତରେ ତାଙ୍କ ଅଙ୍ଗୁଠି ମୁଦି ପିନ୍ଧାଇ ଦେଇଥିଲେ। ଆମ ଘରେ ବୋଉ ବାପା ସିଧା ମନା କରିଦେଲେ ଏ ବାହାଘର ହେଇପାରିବ ନାହିଁ। ରବି ଭାଇଙ୍କ ଘରେ ମୋ ବାହାଘର ହେଲା। ବାସର ରାତି। ନୂଆ ପ୍ରତୀକ୍ଷାରେ ଥିଲେ ମାଳଅପାର ବର। ମୋ ମନ ବ୍ୟାକୁଳ ହୋଇଉଠିଥାଏ ମାଳଅପାର ପୁଅକୁ ମନ ପୁରାଇ ଦେଖନ୍ତି କେମିତି। ବାସର ରାତି ପରେ ହିଁ ପୁଅକୁ ପରିଚିତ କରାଯିବ। ଏଇ ତା'ର ନୂଆ ମା ବୋଲି। ରାତି ବଢ଼ି ବଢ଼ି ଚାଲିଥାଏ। ସମସ୍ତ ଅତିଥି ଭୋଜି ଖାଇ ଚାଲିଗଲେ। ମାଳଅପାର ପଡ଼ୋଶୀ ଯା ଜଣେ ମୋତେ ସେଇ କୋଠରୀ ଆଡ଼କୁ ନେଇଗଲେ ଯେଉଁଠି ମାଳଅପାର ବର ମୋତେ ଚାହିଁ ବସିଥିଲେ। ମୁଁ ଚୁପ୍କି ସେ ଯା'ଙ୍କୁ କହିଲି, ମାଳଅପା ପୁଅକୁ କ'ଣ ଏଠିକି ତା ପିଉସୀ ମା ନେଇ ଆସିନାହାନ୍ତି? ସେ କହିଲେ, ହଁ ଯେ ଆଜି ତମ ପାଖକୁ ସେ ନ ଆସିବା ପାଇଁ ଆମେ ବାରଣ କରିଛୁ। ମୁଁ କହିଲି, କାହିଁକି ଅପା? ଛୁଆଟାକୁ ଖୁବ୍ ସାନ ବେଳୁ ଦେଖିଥିଲି। ତା ମା ତାକୁ ଏମିତି ଛାଡ଼ି ଚାଲିଗଲା। ତା ମା ବଦଳରେ ମୁଁ ତା ମା ହେଲି। ତମମାନେ ବାରଣ କରନି ଅପା। ମୋତେ ଟିକେ ମୋ ପୁଅକୁ କୋଳକୁ ଦିଅ। ମୋ ଆଖିର ଲୁହ ବୋଲ ମାନ ନଥିଲା। ପାଖ ଘରୁ ଶାଶୁ ମଧ୍ୟ ଉଠି ଆସିଥିଲେ। ଶ୍ୱଶୁର କାନ୍ଦି ପକାଇ କହିଲେ, ଠିକ୍ କହିଛ ମା, ତମେ ତା ମା। ଶ୍ୱଶୁରଙ୍କ ଛାତିକୁ ଆଉଜି ଛୁଆଟି ମିଟିମିଟି କରି ମୋତେ ଅନାଉଥିଲା। ତାର ସେ କୋମଳ ଗୋଲଗାଲିଆ ଚେହେରା କାହିଁ? ଭୋ କରି କାନ୍ଦି ଉଠି ମୁଁ ଟାଣି ଆଣିଲି ମାଳଅପାର ପୁଅକୁ। 2.5 ବର୍ଷର ପୁଅ। ଖଣ୍ଡି ଖଣ୍ଡି ଭାଷାରେ କଥା କହୁଥାଏ। ମା ମା। ମୋ ଛାତିରେ ଆଉଜାଇ କହିଲି, ମୁଁ ମରିନି ରେ। ତତେ ଛାଡ଼ି ମୁଁ କେଉଁଠିକି ଯିବି ଧନ? ଛୁଆଟା ମୋତେ ଜଡ଼େଇ ଧରିଥିଲା। ମୋ ଗଭାର ରଜନୀଗନ୍ଧାକୁ ଛିଣ୍ଡାଇ ଛିଣ୍ଡାଇ ଶୋଇବା ଘରକୁ ପଶିଗଲି ସମସ୍ତଙ୍କ ବାରଣ ସତ୍ତ୍ୱେ। ମାଳଅପା ବର ମୋ ପାଖରେ ପୁଅକୁ ଦେଖି କ'ଣ କହିବାକୁ ଉଦ୍ୟତ ହେଉଥିଲେ। ମୁଁ ତାଙ୍କ ପାଟିରେ ହାତ ଦେଇ କହିଲି, ଜାଣେ ଆପଣ ଯାହା କହିବେ। ଥରୁଟିଏ ମୋତେ ମୋର କର୍ତ୍ତବ୍ୟ କରିବାକୁ ଦିଅନ୍ତୁ। ପୁଅଟା 2.5 ବର୍ଷର ମାତ୍ର। ବାସ୍ ସେତିକି ଥିଲା ମୋର ବାସର ରାତି। ତା ପରଠୁ ମୁଁ ମୋର କର୍ତ୍ତବ୍ୟ କରିଚାଲିଛି। ଏବେ ମୋ ପୁଅ ବଡ଼ ହୋଇଗଲାଣି। BA ଶ୍ରେଣୀରେ ଅର୍ଥନୀତି ଅନର୍ସ ନେଇ ପଢ଼ୁଛି। ଗୋଟିଏ ବୋଲି ପୁଅ ମୋର। ମେସ୍ରେ ରହିପାରୁନି। ମେସ୍ରେ ରହିଲେ ସ୍ୱପ୍ନ ଦେଖି ତହିଁଆର ଦିନ ମୋ ପାଖରେ ପହଞ୍ଚି କହିବ, ମା, ମୁଁ ସ୍ୱପ୍ନ ଦେଖିଲି ତମ ଦେହ ଖରାପ, ସେଇଥିପାଇଁ ପଳେଇ ଆସିଲି। ମାଳଅପାର କଥା ସତ ହେଲା। ମୁଁ ତା ପୁଅର ସାବତ ମା ହେଲି। କିନ୍ତୁ ସାବତ ମା ଓ ସତସତିକା ମା ଭିତରେ ତଫାତ୍ କ'ଣ ତାହା ମୁଁ ହୃଦୟଙ୍ଗମ କରିପାରିଲି ନାହିଁ। ମୁଁ ଭାବୁଛି ସାବତ ମା ମୋତେ କୁହାଯିବ ନାହିଁ। ଯିଏ ମୋତେ ଜନ୍ମ ଦେଇଛି ସେ ହିଁ ସାବତ ମା। ମାଳଅପାର ପୁଅ BA ପଢ଼ିଲାଣି। ମୋର ବି ଝିଅ କି ପୁଅ ହୋଇଥିଲେ ସେମାନେ ବି ଏମିତି ଉଚ୍ଚଶିକ୍ଷିତ ହୁଅନ୍ତେଣି। ଅଥଚ ଥରୁଟିଏ ମା ମନ କ'ଣ କହିବନି ନିଜ ଜନ୍ମ କରା ଝିଅକୁ ଟିକେ ମନ ପୁରାଇ ଦେଖି ଆସିବାକୁ? ଗୋଟେ ମା ଛେଣ୍ଡ ଛୁଆର ମା ହୋଇ ମୁଁ କ'ଣ ଏତେ ବଡ଼ ଧର୍ତ୍ତବ୍ୟ ଅପରାଧ କରିପକାଇଛି? ମାଳଅପା ପୁଅକୁ ସାମାଜିକ ସ୍ୱୀକୃତି, ଉଚ୍ଚଶିକ୍ଷା, ସର୍ବୋପରି ତାକୁ ବଞ୍ଚାଇ ରଖି ଦୁନିଆରେ ବଡ଼ ମଣିଷ କରିବାଟା କ'ଣ ପ୍ରକୃତରେ ମଣିଷପଣିଆ ହୋଇନାହିଁ? ପାଠକେ ବିଚାର କରିବେ।